ଏହି ବର୍ଷ ବିଶ୍ୱକର୍ମା ପୂଜାରେ ବନିବାକୁ ଯାଉଛି ଏକ ଦୁର୍ଲଭ ସଂଯୋଗ। ହିନ୍ଦୁ ପାଞ୍ଜି ଅନୁସାରେ ପ୍ରତିବର୍ଷ ଭାଦ୍ରବ ମାସ ଶୁକ୍ଳପକ୍ଷ ତୃତୀୟ ତିଥିରେ ବିଶ୍ୱକର୍ମା ପୂଜା ପାଳନ କରାଯାଏ। ଏହି ଦିନ ସୂର୍ଯ୍ୟ ସିଂହ ରାଶିରୁ ବାହାରି କନ୍ୟା ରାଶିରେ ପ୍ରବେଶ କରିଥାନ୍ତି। ଚଳିତ ବର୍ଷ ସେପ୍ଟେମ୍ବର 17 ତାରିଖରେ ବିଶ୍ୱକର୍ମା ପୂଜା ପାଳିତ ହେବ। ସକାଳ 6ଟା 7 ମିନିଟ୍ରୁ ଆରମ୍ଭ ହୋଇ ଦ୍ୱିପ୍ରହର 12ଟା 15 ମିନିଟ୍ ପର୍ଯ୍ୟନ୍ତ ଶୁଭ ମୁହୂର୍ତ୍ତ ରହିଛି। ବିଶ୍ୱକର୍ମା ଦେବତାଙ୍କୁ ଏ ବିଶ୍ୱର ପ୍ରଥମ ଶିଳ୍ପୀ ତଥା ପ୍ରଥମ ଇଞ୍ଜିନିୟର କୁହାଯାଏ। ସ୍ୱର୍ଗ ଦ୍ୱାରକା ନଗର ବିଭିନ୍ନ ଦେବାଳୟ ନାନା ଦେବୀଦେବୀଙ୍କର ଅସ୍ତ୍ରଶସ୍ତ୍ର ସବୁ ବିଶ୍ୱକର୍ମାଙ୍କ ଦ୍ୱାରା ହିଁ ସୃଷ୍ଟି। ତାଙ୍କୁ ସବୁଠୁ ବେଷ୍ଟ ଚମତ୍କାରୀ ବାସ୍ତୁକାର ବୋଲି ମନାଯାଏ। କିନ୍ତୁ ଶାସ୍ତ୍ର ଅନୁସାରେ ବିଶ୍ୱକର୍ମା ପୂଜା ପୂର୍ବରୁ ଅନ୍ୟ ଏକ ଦେବତାଙ୍କୁ ପ୍ରଥମେ ପୂଜା କରିବାକୁ ପଡ଼ିଥାଏ, ନହେଲେ ପ୍ରଭୁ ବିଶ୍ୱକର୍ମାଙ୍କର ପୂଜା ଅସମ୍ପୂର୍ଣ୍ଣ ରହିଯାଇଥାଏ। ଶନି ଓ ମଙ୍ଗଳ ଗ୍ରହ ସହ ବିଶ୍ୱକର୍ମାଙ୍କର ସମ୍ବନ୍ଧ ରହିଛି। ଶନି ଶ୍ରମ ଓ କାରିଗରର ପ୍ରତୀକ ହୋଇଥିବା ବେଳେ ମଙ୍ଗଳ ଶକ୍ତି, ଧୈର୍ଯ୍ୟ, କାର୍ଯ୍ୟ ଓ କୁଶଳତାର ପ୍ରତୀକ ହୋଇଥାନ୍ତି। ପୁରାଣ ଅନୁସାରେ ବିଶ୍ୱକର୍ମା ହେଉଛନ୍ତି ସୂର୍ଯ୍ୟଦେବଙ୍କର ପ୍ରଧାନ ଶିଳ୍ପୀ। ତେଣୁକରି ବିଶ୍ୱକର୍ମା ପୂଜାରେ ଆଗ ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ଦେବା ଅତ୍ୟନ୍ତ ଶୁଭ ମନାଯାଏ। ଏହା ପରେ ଯାଇ ବିଶ୍ୱକର୍ମା ପୂଜା ସମ୍ପୂର୍ଣ୍ଣ ହୋଇଥାଏ। ଯେଉଁ ବ୍ୟକ୍ତିଙ୍କ କୁଣ୍ଡଳୀରେ ଶନି, ମଙ୍ଗଳ ଏବଂ ସୂର୍ଯ୍ୟ ଦୁର୍ବଳ ଥିବେ ତ ସେହି ବ୍ୟକ୍ତିଙ୍କ କାର୍ଯ୍ୟକ୍ଷେତ୍ରରେ ସମସ୍ୟା, ଯନ୍ତ୍ରପାତିର କ୍ଷତି କିମ୍ବା କାର୍ଯ୍ୟରେ ଆଘାତ ଲାଗିପାରେ। ଏଥିପାଇଁ ସେହି ବ୍ୟକ୍ତି ଏହି ବିଶ୍ୱକର୍ମା ପୂଜା କରିବା ସହିତ ଯାନବାହନ ଓ କାର୍ଯ୍ୟସ୍ଥଳୀରେ ଥିବା ଯନ୍ତ୍ରପାତିକୁ ପୂଜା କରିବେ। ଏହା ସବୁ ବାଧାରୁ ଦୂର ହୋଇଥାଏ। ତେଣୁକରି ବିଶ୍ୱକର୍ମା ପୂଜା ଯେ କେବଳ ପାରମ୍ପରିକ ପୂଜା ନୁହେଁ, ବରଂ ଏହା ଜ୍ୟୋତିଷ ଏବଂ ଗ୍ରହ ଦୋଷ ଶକ୍ତିର ମଧ୍ୟ ଅଧିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଆଉ ଏହି ବିଶ୍ୱକର୍ମା ପୂଜାରେ ବନିବାକୁ ଯାଉଛି ଏକ ଦୁର୍ଲଭ ରାଜଯୋଗ।